ପ୍ରିୟ ପରମଙ୍କୁ ଉପଭୋଗ କରିବାର ଅପୂର୍ବ ସୁଯୋଗ ପାଇଛି। ଏଇ ଗୋବିନ୍ଦପୁର ସତ୍ସଙ୍ଗ କେନ୍ଦ୍ର 1775ତମ ଦିବସରେ ଏଇ ଆଭାସୀ ସତ୍ସଙ୍ଗକୁ ଜାରି ରଖିଛି। ସତରେ ଏତେ ବଡ଼ ଲମ୍ବା ପଥ ଚାଲିବାରେ ଯେଉଁମାନେ ସକ୍ରିୟ ସହଯୋଗ କରି ଏଇ ଆଭାସୀ ସତ୍ସଙ୍ଗ ବଞ୍ଚେଇ ରଖିଛନ୍ତି, ସେଇମାନଙ୍କର ନିଷ୍ଠା ପାଇଁ, ସେଇମାନଙ୍କର ସାମଗ୍ରିକ ଚେଷ୍ଟା ପାଇଁ ପ୍ରିୟ ପରମଙ୍କ ନିକଟରେ ସମସ୍ତଙ୍କର ସାର୍ବିକ ମଙ୍ଗଳ ପ୍ରାର୍ଥନା କରେ। ସତରେ ସମୟ ଗୁଡ଼ିକ କେତେ ସହଳରେ ଚାଲିଯାଏ ମଣିଷ ଜାଣିପାରେ ନା। ଏଇ ଟିକିଏ ପୂର୍ବରୁ ମୁଁ କହୁଥିଲି ଯେ ମଣିଷର ଜୀବନର ଯେ ଆୟୁଷ କେତେ ଶୀଘ୍ର ସରି ସରି ଯାଉଛି, ଯେ ଦିନ ପରେ ଦିନ ବିତି ଯାଉଛି। ମୋର ମିସେସ୍ ସହ ସେ ସାଙ୍ଗେ ସାଙ୍ଗେ କହୁଥିଲେ ଯେ ରାତିରେ ଶୋଇକିରି ସକାଳ ପାଇଲା ପରେ ଦିନ ଚାଲିଯାଏ। ମୁଁ କହିଲି ଆସନ୍ତା କାଲିଠାରୁ ତାହେଲେ ରାତିରେ ଶୋଇବାନି। ତା ଅର୍ଥ ସମୟ କାହାକୁ ଅପେକ୍ଷା କରେ ନା, ସେ ତାର ଗତିରେ ହିଁ ଚାଲେ। ସେଇଭଳି ଭାବରେ ମୁଁ ଜାଣେ ନା ମୋର ସମୟଟା ଯେ ଜୀବନ କାଳଟା କେତେବେଳେ ସରିଯିବ, ସାଧନା ମୋର ଯେ କେତେବେଳେ ପ୍ରଶମିତ ହେଇଯିବ ମୁଁ ଜାଣେ ନା। ତେଣୁ ସେଇଥିପାଇଁ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ସୁନ୍ଦର ଭାବରେ ଆମକୁ ସଜାଗ ରହି ଦିନର ପ୍ରତିଟି କଥାକୁ କିଭଳି ସନ୍ତୋଷ ସହଜ ଭାବରେ କରିହେବାର ବ୍ୟବସ୍ଥା ଦେଇଛନ୍ତି। ଆମେ ଯେଭଳି ଭାବରେ ଦୋକାନରେ ଦେଖୁ ଲେଖା ଥାଏ ଆଜି ନଗଦ କାଲି କି ବାକି, କାଲି ପଢିଲେ ମଧ୍ୟ ସେୟା ଲେଖା ଥାଏ। କିନ୍ତୁ ସମୟ ସେଇଭଳି ଆମକୁ ସବୁ କଥା ଲେଖିଥିଲେ ମଧ୍ୟ ଆମେ ସମୟକୁ ଅବହେଳା କରି ଚାଲୁ। ସେଥିପାଇଁ ଆମେ ଆମ ଜୀବନରେ ସିଦ୍ଧସ୍ଥ ହେଇପାରୁନା। ପ୍ରିୟ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ସୁନ୍ଦର ଭାବରେ କହିଛନ୍ତି, କାଲି ଯା କରିବୁ ଆଜି କରି ପକା, ଆଜି ଯା କରିବୁ କର ତୁ ଏବେ, ପଲକ ପ୍ରଳୟ ହୋଇଯାଇପାରେ ସତ୍ କର୍ମ ତେବେ କରିବୁ କେବେ। ତେଣୁ ସବୁଠାରୁ ସମୟକୁ ସଦୁପଯୋଗ କରି ଜୀବନର ମୂଲ୍ୟକୁ, ଜୀବନକୁ ଉପଭୋଗ କରିବାର ଯେଉଁ ଅପୂର୍ବ କାଇଦା ପ୍ରିୟ ପରମ ଦେଇଛନ୍ତି, ସେଇଟା ଜୀବନରେ ଆପଣେଇ ନେଇ ସାଧନାକୁ ସଫଳ କରିବା ପ୍ରତ୍ୟେକ ଭକ୍ତ ସାଧକଙ୍କର ଜୀବନର ଏକମାତ୍ର ଲକ୍ଷ୍ୟ ତାଙ୍କୁ ପ୍ରାପ୍ତ ହବା। ତେଣୁ ସାଧାରଣ କଥାଟିଏ ମନେ ପଡେ, ଆଚାର୍ଯ୍ୟ ଦେବ କହୁଛନ୍ତି ସୁନ୍ଦର ଭାବରେ ଯେ ଆଜି ଦେଖାଯାଏ କେନ୍ଦ୍ର ମନ୍ଦିର ବିହାରରେ ଲୋକ ସଂଖ୍ୟା କମିବାରେ ଲାଗୁଛନ୍ତି। ଦ୍ୱିତୀୟ କଥା ଦେଖାଯାଏ ପରସ୍ପର ସ୍ନେହ ଶ୍ରଦ୍ଧାର ଅଭାବ ରହୁଛି। ବେଳକୁ ବେଳ ଆମମାନେ ନିଷ୍କ୍ରିୟତା ଆଡକୁ ଗତି କରୁଛୁ, ସଙ୍ଗତି ହରା ହେବାକୁ ଗତି କରୁଛୁ। ତାର ମୂଳ କାରଣଟା ହଉଛି ଆମର ପ୍ରତ୍ୟେକଙ୍କର ବାକ୍ ସଂଯମର ଅଭାବ ବି ଅଛି। କାରଣ ଏଇଟା ହଉଛି ମୂଳ କାରଣ। ଆମେ ପ୍ରତ୍ୟେକ ବର୍ତ୍ତମାନ ସମସ୍ତେ ସମସ୍ତଙ୍କୁ ଯେ ଦୋଷାରୋପ କରି କାଦୁଅ ଫିଙ୍ଗିବାରେ ବହୁ ସମୟ ଆମେ ଅତିବାହିତ କରୁ। ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ସୁନ୍ଦର ଭାବରେ ତାଙ୍କର ପବିତ୍ର ସତ୍ୟ ଅନୁସରଣ ସେଇ ଜୀବନ ସଂହିତା ତା ଦେହରେ ଲିପିବଦ୍ଧ କରିଛନ୍ତି ଯେ ପରନିନ୍ଦାଟା କିଭଳି ମଣିଷ ଜୀବନରେ ଆସେ ଆଉ ପରନିନ୍ଦାକୁ କିଭଳି ରୋକି ହବ, ସେଇ କଥା ଶ୍ରୀ ଶ୍ରୀ ଠାକୁର ଆମମାନଙ୍କ ପାଖରେ ଦେଇଛନ୍ତି। ଏଇ ପବିତ୍ର ସତ୍ୟାନକୁ ଆମେ ପ୍ରତିଦିନ ସମସ୍ତେ ପଢୁଛେ, କିନ୍ତୁ କେତେ ଆନାଲିସିସ୍ କରୁଛେ ଆଉ ଜୀବନରେ କେତେ ତାହା ପରିପାଳନ କରୁଛେ ମୁଁ ବୁଝେ ନା, ଜାଣେ ନା। ମୁଁ ତ ହେଇପାରିନି ଏଇ ନେଗେଟିଭ କଥାଟା କହିବାକୁ, ଭଲ ଯଦିଓ ଲାଗେ ନା, ତଥାପି ସାଧ୍ୟ ମତେ ଚେଷ୍ଟା କରିବାକୁ ଅହରହ ଜାରି ରହିଛି। ଏଇ ସଂଗ୍ରାମ ଆଉ ଶ୍ରୀ ଶ୍ରୀ ଠାକୁରଙ୍କ ଏଇ ବିପ୍ଳବରେ ସାମିଲ ହୋଇ ତାଙ୍କର ସେହି ମହାନ ବିପ୍ଳବକୁ ଆଗେଇ ନେବାରେ ନିଜ ବ୍ୟକ୍ତିଗତ ଜୀବନରେ, ପରିବାର ଜୀବନରେ, ସମଷ୍ଟି ଜୀବନରେ, ସାମାଜିକ ଜୀବନରେ ପ୍ରତିଭାତ କରିବା ପାଇଁ ଆମ ସମସ୍ତଙ୍କ ପ୍ରାଣପଣେ ଚେଷ୍ଟା ରହିବା ଦରକାର। ତାହିଁ ହଉଛି ପରନିନ୍ଦା। ସୁନ୍ଦର ଭାବରେ କୁହାଯାଇଛି, କଥାଟି କହିବ ଗୁଡ଼ ସମତୁଲ ଲାଗି ରହିଥାଇ ଦେହେ, ମଧୁର କଥାଟି କଠୋର ହୋଇଲେ ଓଲଟା ଦିଗରେ ଧାଏଁ। ଆଜି ମୁଁ ଅନ୍ୟମାନଙ୍କୁ ଭଲ କରିବାକୁ ଯାଇ ସମସ୍ତଙ୍କୁ ହରେଇ ବସୁଛି। ତାର କଥା କହିବାର କାଇଦାଟା କୋଉଠି ମଣିଷ ଲୁଜ କରେ, ହରାଏ, ସେଇଟା ମତେ ନିଜକୁ ସେଲ୍ଫ ଆନାଲିସିସ୍ ଦ୍ଵାରା, ନିଜର ଆତ୍ମ ସମୀକ୍ଷା ଦ୍ଵାରା ବୁଝିବାକୁ ହବ। ଏଇ ପରିପ୍ରେକ୍ଷୀରେ କଥାଟିଏ ମୋର ମନେ ପଡି ଯାଉଛି, ମୁଁ କାହିଁକି ଏ କଥାଟା ଏତେ ଗୁରୁତ୍ୱ ସହକାରେ ନିଜକୁ ଚିନ୍ତା କରୁଛି। ଏଇ ବିଗତ ଯୋଉ ଓଡିଶାର ପରିକ୍ରମା ହେଇଥିଲା ଆଚାର୍ଯ୍ୟ ଦେବଙ୍କର, ସେଠି ଗୋଟେ ଗୁରୁ ଭାଇ ଯେ ସେ ପିଲା ବେଳୁ ମୁଁ ତାକୁ ପରିଚିତ, ସେ ଜାଣେ, ମାନେ ବହୁ ଦିନ ଆଗରୁ ଦୀକ୍ଷା ନେଇଥିଲା, କିନ୍ତୁ ପରେ ସେ ଟିକେ ନେଗେଟିଭ ଥିଲା। ତେଣୁ ସେଥିପାଇଁ ନିଜେ ଚାକିରି ବାକିରି କଲା ପରେ ନିଜର ମାନେ ଆର୍ଥିକ ସ୍ୱଚ୍ଛଳତା ଗତି କଲା ଏବଂ ପଦପଦବୀ ମିଳିଲା, ଉଚ୍ଚ ପଦବୀରେ ଇଞ୍ଜିନିୟର। ତେଣୁ ଯେମିତି ନିଜକୁ ପ୍ରବୃତ୍ତି ଜାଲ ଭିତରେ ବାନ୍ଧି ହେଇ ଛନ୍ଦି ହେଇ କଷ୍ଟ ଯନ୍ତ୍ରଣା ଅନୁଭବ କରୁଛି, ମୁଁ ତାର ଏଇ କଥାଟାକୁ ବୁଝି ତାକୁ ଗୋଟେ ଉଦାହରଣଟିଏ ଦେଲି। ସିଏ ହୁଏତ ତାକୁ ଓଲଟା ଦିଗରେ କଥାଟା ନେଲା,
ଏଇ କଥା ପାଇଁ ଯେ ଜୀବନର କଥାଟା ଓଲଟା ହେଲେ ଲୋକ କେତେ କ୍ଷତିଗ୍ରସ୍ତ ହୁଏ ତାର ଉଦାହରଣ ଜଣେ ବୁଝିବା ଆଉ ଜଣେ ବୁଝେଇବା ଆଉ ବୁଝିବା ଭିତରେ ଯଦି ଗ୍ୟାପ ରହିଯାଏ କେତେଟା ଅସୁବିଧା ହୁଏ। ସେ ଗୁରୁ ଭାଇଟି ମୁଁ ଦେଖିଲି ଅନ୍ୟ ଜଣେ ଗୁରୁ ଭାଇ ସହିତ କହିଲେ ଯେ ନିରଞ୍ଜନ ଭାଇ ଏତେ କଥା କହିବାକୁ ମତେ କିଏ, ମୁଁ ଏତେ ବୁଝି ପାରିଲିନି ଘଟଣାଟା। ପିଲାଟି ମତେ ଏତେ ସମ୍ମାନ ଦିଏ ଶ୍ରଦ୍ଧା କରେ କିନ୍ତୁ ଏମିତି କଥାଟା କଣ ହେଲା ଯେ ତାର ଏତେ ରିଏକ୍ଟିଭ ହେଇ ଉଠିଲା। ଏହାର କାରଣଟାକୁ ମୁଁ ଖୋଜିଲି 1 ନମ୍ବର ଠାରୁ 23 ନମ୍ବର ପର୍ଯ୍ୟନ୍ତ ଆଲୋଚନା ପ୍ରସଙ୍ଗର ସମସ୍ତ ମାନେ ସେଇ କଥାଟାକୁ ଖୋଜି ବୁଲିଲି ମୋର କଥାଟା କୋଉଠି ଭୁଲ ରହିଗଲା। ତା ଭିତରେ ତ ଅନେକ ଜିନିଷ ପାଇଲି, ସମାଧାନ ବି ଗୋଟେ ପାଇଲି। ଆଉ ସେ ସମାଧାନଟି ହଉଛି ଯେ ମୁଁ ତାକୁ ଦେଇଥିବା ଉଦାହରଣଟି ପ୍ରଥମେ ଆପଣ ମାନଙ୍କ ପାଖରେ କହିଦିଏ। ମୁଁ ତାଙ୍କୁ କହିଲି ଭାଇ ସୁନ୍ଦର ଭାବରେ ଯେ କଥାଟାକୁ ମୁଁ ତାର ଓଲଟା ପଲଟି କିଛି କହି ନାହିଁ, ତାର ଅହଂକୁ ଆଘାତ ଭଳି କହି ନାହିଁ, କିନ୍ତୁ ସେ ବୁଝିନେଲା ସେଇଭଳି ଯେ ଫେନିଲ ମଣିଷ ଆମେ ସମସ୍ତେ ଶୂନ୍ୟ ମଣିଷ। ଆମେ ମାନେ ଫେନିଲ ମଣିଷ ଆପଣ ମାନେ ସହଜେ ଜାଣିଛନ୍ତି। ସହଜ ଉଦାହରଣଟେ ଦେଇ ବୁଝେଇ ଦେବାକୁ ଚାହେଁ ଯେ ଗୋଟିଏ ବାଲ୍ଟି ଭିତରେ କିଛି ସର୍ଫ ଭର୍ତ୍ତେଇ କରି ଆମେ ସଫା କରିବା ପୂର୍ବରୁ ତାକୁ ଯେତେବେଳେ ଘାଣ୍ଟି ଦଉ ଫେଣ ଉଠିକିରି ବାଲ୍ଟିଟା ପୂର୍ଣ୍ଣ ହେଇଯାଏ। କିଛି ସମୟ ଅତିକ୍ରାନ୍ତ କରି ସାରିଲା ପରେ ସେ ଏୟାର ବବୁଲ ଗୁଡିକ ଫାଟି ଦେଇ ପୁଣି ପାଣି ତଳକୁ ଖସିଯାଏ, ତାର ସ୍ତର କମିଯାଏ। ସେଇଭଳି ଆମେ ଉପରେ ଦେଖେଇ ହେଉଥିବା ପ୍ରତିଟି ଲୋକ ପୂର୍ଣ୍ଣ ବୋଲି, ସୁଖରେ ବୋଲି, ଆନନ୍ଦରେ ଅଛୁ ବୋଲି, କିନ୍ତୁ ବାସ୍ତବରେ ତାର ବ୍ୟକ୍ତିଗତ ଜୀବନକୁ ଯଦି ତର୍ଜମା କରାଯାଏ ସେ ଏଇ ଫେରିନ ମଣିଷ। ଫଙ୍କା ବାଲ୍ଟିରେ ଯେମିତି ପାଣି ଉପରକୁ ଫେଣ ତାକୁ ପୂର୍ଣ୍ଣ ବାଲ୍ଟି ଭଳି ଜଣା ପଡେ, କିଛି ସମୟ ପରେ ତା ତଳକୁ ଡାଉନ ହେଇଯାଏ। ପ୍ରତିଟି ମଣିଷ ଜୀବନରେ ସେଭଳି ଶୂନ୍ୟ ଅଛି। ଆଉ ତେଣୁ ସେଥିପାଇଁ ଭାଇ ଆଚାର୍ଯ୍ୟ ଦେବ ଆସୁଛନ୍ତି, ଆପଣ ତ ଭୁବନେଶ୍ୱରରେ ଅଛନ୍ତି, ଆଚାର୍ଯ୍ୟ ଦେବ ଅମକ ସମୟରେ ଆସି ପହଞ୍ଚିବେ। ହୁଏତ ଆପଣ ଦେଖା କରିଦେଲେ ଜୀବନରେ ଖୁସିରେ ରହିପାରିବେ, ଆନନ୍ଦ ରହିବେ। ଆଚାର୍ଯ୍ୟ ଦର୍ଶନ କଲେ ମଣିଷ ଜୀବନରେ ହୁଏ। କିନ୍ତୁ ମୁଁ ଜାଣି ନାହିଁ ଯେ ତାର ପତ୍ନୀ ତାକୁ ରୋଷେଇ କରିକି ଦିଏ ନା, ସେ ଚୁଡା ଗୁଡ ଖାଇକି ଶୁଏ। କିନ୍ତୁ ଏକଥା ମୁଁ ଜାଣି ନାହିଁ। କିନ୍ତୁ ମୋର ଏଇ ଯେ ଅଜାଣନ୍ତରେ ତାର ଯେ ଗୋଟେ ଅହଂକୁ ଆଘାତ କଲା, ଯାହା ଫଳରେ ସିଏ ଭାବିଲା ଯେ ସବୁ କଥା ଜାଣି ନିରଞ୍ଜନ ଭାଇ ମତେ ଏଇ ପ୍ରକାର ଉଦାହରଣ ଦେଇଛନ୍ତି ବୋଲି। କିନ୍ତୁ ବାସ୍ତବରେ ମୁଁ ଜାଣିନଥିଲି। କିନ୍ତୁ ଯେତେବେଳେ ଶ୍ରୀ ଶ୍ରୀ ଠାକୁରଙ୍କର ବହିପତ୍ର ପଢାପଢି ଭିତର ଦେଇ କାରଣଟା ଖୋଜିଲି, ଶେଷରେ ଶ୍ରୀ ଠାକୁରଙ୍କର ସମାଧାନଟି ପାଇଲି ଯେ ତୁମର ବକ୍ତୃତା ବା କଥା ଯଦି କାହାର ଅହଂକୁ ଆଘାତ କରେ ସେ ନିଶ୍ଚିତ ଭାବରେ ରାଗିବ। ତେଣୁ ଏଇଥିପାଇଁ ମୁଁ ଆଜି ଏଇ କଥାଟା ଆପଣ ମାନଙ୍କ ପାଖରେ ଖୋଲି କହିବାକୁ ଚାହୁଁଛି ଯେ ଏଇ ଯେ ପରନିନ୍ଦାଟା ମଣିଷ, ମୁଁ ତ ତାଙ୍କୁ ନିନ୍ଦା କରିନି, ଜାଣିନି, କିନ୍ତୁ ଆମର ସାଧାରଣ ଭାବରେ ପରନିନ୍ଦା କରିବା ଦ୍ଵାରା ମଣିଷ କେତେ କ୍ଷତିଗ୍ରସ୍ତ ହୁଏ, ସମ୍ପର୍କ ହରାଏ, ତାହା ଶ୍ରୀ ଶ୍ରୀ ଠାକୁର କହିଛନ୍ତି। ଆମେ ସେଇ ପବିତ୍ର ସତ୍ୟାନୁସରଣର ସମୀକ୍ଷା ଭିତରେ ନିଜକୁ ନିଜେ ବୁଝି ନେବା। ଆପଣ ମାନେ ସମସ୍ତେ ଜାଣନ୍ତି ଯେ ଯେ ଆରମ୍ଭ 2ଟି ପଂକ୍ତି ସହିତ ମିଶେଇ 60ଟା ଅଧ୍ୟାୟ ଅଛି। ତାର 6 ନମ୍ବର ଅଧ୍ୟାୟରେ ଶ୍ରୀ ଶ୍ରୀ ଠାକୁର 7ଟି ପାରାଗ୍ରାଫ ରଖିଛନ୍ତି, ଯୋଉଠି ପରନିନ୍ଦାଟା 6 ନମ୍ବରରେ ଅଛି। ଶ୍ରୀ ଶ୍ରୀ ଠାକୁର ସେ ପରନିନ୍ଦାଟା ମଣିଷ ପାଖକୁ କିଭଳି ଆସେ, ତାର କାରଣ ନିରାକରଣ ସମସ୍ତ କଥା କହିଛନ୍ତି। ସତରେ ସେଇ ପବିତ୍ର ସତ୍ୟାନୁସରଣକୁ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟ ଉପସ୍ଥିତି ଭାବି ମଣିଷ ଯଦି ତାକୁ ପଢେ ଆଉ ତାଙ୍କୁ ଅନୁଭବ ମଧ୍ୟ କରି ହେଇପାରେ ତାଙ୍କର ବାଣୀ ମାଧ୍ୟମରେ, କାରଣ ତାଙ୍କର ପାର୍ଥିବ ଶରୀର ଆସିଥାଏ ମରତ ଧାମରେ, ନରମି ଯାଏ ତାଙ୍କର ପାର୍ଥିବ ଶରୀର, କିନ୍ତୁ ତାଙ୍କର ବାଣୀ କେବେ ହେଲେ ନୀରବ ରହେ ନା। ଜନ୍ମ ଜନ୍ମାନ୍ତର ପାଇଁ ତାଙ୍କର ପୁଣି ଆଗମନ ପର୍ଯ୍ୟନ୍ତ, କାହିଁକି ଯୁଗାନ୍ତର ପର୍ଯ୍ୟନ୍ତ ମଧ୍ୟ ତାହା ସଜୀବିତ ରହେ ଏବଂ ସକ୍ରିୟ ରହେ। ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଯେ ସୁନ୍ଦର ଭାବରେ ଆମେ ମାନେ ଦେଖୁ ଯେ ଜଣେ ଲୋକ ପରନିନ୍ଦା କରେ କେତେବେଳେ, ତାର ଭାଷାରେ ବା ପାଟିରେ, କିନ୍ତୁ ପ୍ରଥମେ ସେଇଟା କୋଉଠି ଆସେ ନା ପ୍ରଥମେ ମନରେ ଆସେ। ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତଦୃଶୀ। ଯାହାର ଭାବନା ଯେମିତି ତାର ସିଦ୍ଧି, ତାର କର୍ମ, ତାର ଦୃଷ୍ଟି ଶକ୍ତି, ଦୃଷ୍ଟିଭଙ୍ଗୀ, ତାର ଯୁକ୍ତି ସେ ସେଇଭଳି ଭାବରେ ସଂଗ୍ରହ କରିବ। ତେଣୁ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ସୁନ୍ଦର ଭାବରେ ଆମକୁ ଜଣେଇ ଦଉଛନ୍ତି ତାଙ୍କର ଲେଖିକିରି ରକ୍ତର ସ୍ୱାକ୍ଷରରେ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଏହା ଖୁବ ସତ୍ୟ କଥା ଯେ ମନରେ ଯେତେବେଳେ ଅପର ଦୋଷ ଦେଖିବାର ପ୍ରବୃତ୍ତି ଆସିଛି, ସେତେବେଳେ ସେହି ଦୋଷ ନିଜ ଭିତରେ ଆସି ବସା ବାନ୍ଧିଛି। ତତ୍କ୍ଷଣାତ କାଳ ବିଳମ୍ବ ନ କରି ପାପ ପ୍ରବୃତ୍ତିକୁ ଭାଙ୍ଗି ଚୁରି ଓଳେଇ ସଫା କରିଦେଲେ ଯାଇ ନିସ୍ତାର, ନଚେତ ସବୁ ନଷ୍ଟ ହେଇଯିବ। ଆଜି ଆମର ଏଇ ଦୋଷ ଦୃଷ୍ଟିଟା ଏଭଳି ଭାବରେ ସକ୍ରିୟ ହେଇଯାଇଛି ଯେ ଆମର ସବୁ ଜିନିଷକୁ ନଷ୍ଟ ହେଇଯିବ। ତାହା ଆଲୋଚନା ପ୍ରଥମେ ମଣିଷର ମନରେ ଦୋଷ ଦୃଷ୍ଟି ଦେଖିବାର କଥାଟା ପ୍ରଥମେ ମନରେ ପ୍ରବେଶ କରେ। ତେଣୁ ଶ୍ରୀ ଶ୍ରୀ ଠାକୁର ସୁନ୍ଦର ଭାବରେ କହୁଛନ୍ତି ଯେ ତୁମକୁ ରିମେଡିଟା କଣ ନବାକୁ ହବ।
ତାକୁ ସାଙ୍ଗେ ସାଙ୍ଗେ ତତ୍କ୍ଷଣାତ ଟିକେ କାଳ ବିଳମ୍ବ ନ କରି, ଯୋଉ କଥାଟା ପୂର୍ବରୁ ମୁଁ ଆପଣମାନଙ୍କ ପାଖରେ କହୁଥିଲି, କାଲି ଏଇଟାକୁ ଭାବିବି, ପରଦିନ ଏଇଟାକୁ କରିବି, କିନ୍ତୁ ଶ୍ରୀ ଶ୍ରୀ ଠାକୁର ଏଇଠି କହିଲେ କାଳ ବିଳମ୍ବ ନ କରି, ସମୟକୁ ବେଖାତିର ନ କରି ସାଙ୍ଗେ ସାଙ୍ଗେ ତାକୁ ଭାଙ୍ଗି ଚୁରି ଓଳେଇ ସଫା କରିଦେଲେ ଯାଇ ନିସ୍ତାର। ହୁଏତ ଭାଙ୍ଗିଦେଲେ 2 ଖଣ୍ଡରେ ମଧ୍ୟ ସେଟା ଭାଙ୍ଗିଯାଏ, 3 ଖଣ୍ଡ ହେଲେ ବି ଭାଙ୍ଗିଯାଏ, ତାକୁ ଚୁରି ଦେଲେ ମଧ୍ୟ ଗୁଣ୍ଡ ହେଇଯାଏ, କିନ୍ତୁ ସେଟା ନିଜ ଭିତରୁ ଯଦି ବାହାର ନ କରାଯାଏ ତାହେଲେ ମଧ୍ୟ ତା ପାଖରେ ମହଜୁଦ ଥାଏ। କେତେ ସୁନ୍ଦର ଭାବରେ ଶ୍ରୀ ଠାକୁର ଆମ ପାଖରେ ଉପସ୍ଥାପିତ କରିଛନ୍ତି। ସେଟାକୁ ଚୁରି ଓଳେଇ ସଫା କରିଦେଲେ ଯାଇ ନିସ୍ତାର, ନଚେତ ସବୁ ନଷ୍ଟ ହେଇଯିବ। ସାଧନା ନଷ୍ଟ ହବ, କଥା ନଷ୍ଟ ହବ, ସମ୍ପର୍କ ନଷ୍ଟ ହବ, ସଂଗଠନ ନଷ୍ଟ ହବ, ନିଜର ବ୍ୟକ୍ତିଗତ ଜୀବନ ନଷ୍ଟ ହବ, ଦାମ୍ପତ୍ୟ ଜୀବନ ନଷ୍ଟ ହବ, ସବୁ ହିଁ ନଷ୍ଟ ହେଇଯିବ। ସେଇ ସବୁ ଭିତରେ କଣ ଅଛି? ଆପଣ ମାନେ ସମସ୍ତେ ବିଜ୍ଞ ପ୍ରାଜ୍ଞ ଲୋକ, ନିଜ ଜୀବନର ସେଇ ଅନୁଭୂତିକୁ ତୁଳନା କରି ଦେଖି ନେବାକୁ ମୋର ଅନ୍ତତଃ ନିବେଦନ। ମୁଁ ଯେତିକି କ୍ଷୁଦ୍ର ମସ୍ତିଷ୍କରେ ମୂର୍ଖ ମଣିଷ ହିସାବରେ ଶ୍ରୀ ଠାକୁରଙ୍କୁ ବୁଝିଛି, ସେଇ କଥାଟା ହିଁ ଆପଣଙ୍କ ପାଖରେ ଉପସ୍ଥାନ କରୁଛି। ତେଣୁ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ତାହେଲେ ଗୋଟିଏ କଥା ହଉଛି ତାକୁ ଚୁରି ଓଳେଇ ସଫା କରିଦବା, ୟାର ମାନେ କଣ? ଏବଂ ଦେଖିବା ମାନେ କଣ? ମାନେ ତାକୁ ପ୍ରଶ୍ରୟ ନ ଦେବାଟା ହଉଛି ଚୁରି ଓଳେଇ ସଫା କରିଦବା। ମଣିଷ ଯେତେବେଳେ ସେଇ ସଫା କରିବା, ତାକୁ ପ୍ରଶ୍ରୟ ନ ଦେବାଟା ନିଜ ଭିତରେ ଆସେ, ସେତେବେଳେ ମଣିଷ ସେଇ କଥାଠାରୁ ପ୍ରଥମେ ନିବୃତ୍ତ ହୁଏ। ତେଣୁ ଶ୍ରୀ ଶ୍ରୀ ଠାକୁର ତାର କାରଣଟା କହିଲେ, ମନରେ ଆସେ, ସମୟ ଦେଲେ, ତାକୁ ସଫା କରିବା କଥା, ପ୍ରଶ୍ରୟ ନ ଦେବା କଥା କହିଲେ। ଦ୍ୱିତୀୟ ଥାକରେ ତ ଆପଣ ମାନେ ସମସ୍ତେ ଜାଣିଛନ୍ତି, ତାପର ପାରାଗ୍ରାଫରେ ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ତୁମର ନଜର ଯଦି ଅନ୍ୟର କେବଳ କୁକୁ ହିଁ ଦେଖେ, ତେବେ କେବେ ହେଲେ ତୁମେ କାହାରିକୁ ଭଲ ପାଇପାରିବ ନାହିଁ। ଆଉ ଯେ ସତ୍ ଦେଖିପାରେ ନା, ସେ କଦାପି ସତ୍ ହୁଏ ନାହିଁ। ଶ୍ରୀ ଶ୍ରୀ ଠାକୁର ସୁନ୍ଦର ଭାବରେ ଏ ରିଅଲ ବା ସତର କଥା କହିଛନ୍ତି, ସତାବର୍ଦ୍ଧନର କଥା କହିଛନ୍ତି। ମଣିଷ ଯେତେବେଳେ ତାର ସବୁ ଭିତର ଦେଇ ସୁନ୍ଦରଟାକୁ ଦେଖିବାକୁ ଚେଷ୍ଟା କରିବ, ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ସୁନ୍ଦର ଭାବରେ, ତୁମେ ଯଦି ସୁନ୍ଦର ହେବାକୁ ଚାହଁ, ବିଶ୍ରୀରେ ମଧ୍ୟ ସୁନ୍ଦର ଦେଖ। ଯୋଉଠି ମଣିଷ ଶ୍ରୀ ନାହିଁ, ବିଗତ ହେଇଛି ଯେ ଶ୍ରୀ, ତା ଭିତରେ ଭଲ ଗୁଣଟା କଣ ଅଛି ଖୋଜିକିରି ଦେଖ। ତେଣୁ ସୁନ୍ଦର ଭାବରେ ଏଇ ଭଲ ଗୁଣ ଖୋଜିକି ଦେଖୁ ଦେଖୁ ମୁଁ ଜୀବନରେ ବି ଭଲ ହେଇଯିବି। ଅନୁରୂପ ଭାବରେ ଯିଏ ଯାହାକୁ ଯେଉଁଭଳି ଭାବରେ ଦେଖେ, ତାର ମନୋବୃତ୍ତି ତାର ସେଇ ପ୍ରକାର ପରିବର୍ତ୍ତନ ଘଟେ। ସେଇଥିପାଇଁ ସୁନ୍ଦର ଭାବରେ ଶ୍ରୀ ଶ୍ରୀ ଠାକୁର ଏକ ବାଣୀ ରଖିଛନ୍ତି, ଧର୍ମର ଛଳନା କିନ୍ତୁ ତୁମକୁ ଧାର୍ମିକ କରିଦବ, ଖନାକୁ ଖତେଇ ହେଉ ହେଉ ନିଜେ ହିଁ ଖନା ହେଇଯିବ। ତେଣୁ ମୁଁ ଯଦି ଭଲକୁ ଅନୁସରଣ କରେ, ମନ୍ଦକୁ ପ୍ରଶ୍ରୟ ନ ଦେଇ, ତାହେଲେ ମୋର ମନ ଭଲ ହେଇପାରିବ, ମୁଁ ଭଲ ହେଇପାରିବି। ମୁଁ ସତକୁ ଅନୁସରଣ କଲେ ସତ ମୋ ପାଖରେ ରହିପାରିବ। ତେଣୁ ସେଥିପାଇଁ ଶ୍ରୀ ଶ୍ରୀ ଠାକୁର ପରବର୍ତ୍ତୀ ଅବସ୍ଥାରେ ସୁନ୍ଦର ଭାବରେ ଆମମାନଙ୍କ ପାଖରେ ରଖିଲେ, ମନ, ତାପରେ ମନ ଏବଂ ଆଖି ଦିଟା ଯାକ ନିର୍ମଳର କଥା ଶ୍ରୀ ଶ୍ରୀ ଠାକୁର କହିଲେ। ତୁମର ମନ ଯେତେ ନିର୍ମଳ ହେବ, ଚକ୍ଷୁ ତୁମର ସେତେ ନିର୍ମଳ ହବ, ଜଗତଟା ତୁମ ନିକଟରେ ସେତେ ନିର୍ମଳ ହିଁ ଭାସି ଉଠିବ। ଗୋଟିଏ ଗୋଳିଆ ପାଣି ଭିତରେ ପରିଷ୍କାର ପ୍ରତିଛବି କି ଦେଖିବା ସମ୍ଭବ ନୁହେଁ। ସେଇଭଳି ମନ ଯଦି ନିର୍ମଳ ନ ହୁଏ, ଆଖି ଯଦି ପରଳ ଯୁକ୍ତ ହୁଏ, ତାହେଲେ ଆମେ କେମିତି ଦେଖିବା ସୁନ୍ଦରଟାକୁ, ପୃଥିବୀଟାକୁ ସୁନ୍ଦର ବୋଲି କେମିତି ଦେଖିପାରିବା? ଆମର ତ ମନ ନିର୍ମଳ ନାହିଁ ଏବଂ ଚକ୍ଷୁ ବି ନିର୍ମଳ ନାହିଁ। ଆମେ ସମସ୍ତେ ଦୋଷକୁ ଦେଖିବା ପାଇଁ ମନରେ ଆଣ୍ଟ ଭିଡ଼ି ଯୁଦ୍ଧ କରି ଅଛୁ, ଅନ୍ୟକୁ ପ୍ରସ୍ତୁତ ହେବା ପାଇଁ। ଏଇ ପରିପ୍ରେକ୍ଷୀରେ ସୁନ୍ଦର ଭାବରେ ଶ୍ରେଷ୍ଠ ଏକ ବାଣୀ ଦେଇଛନ୍ତି, ଆପଣ ମାନେ ସମସ୍ତେ ଜାଣନ୍ତି। ସେ ବାଣୀ ହଉଛି, ଚାହାଣି ତୁମର ମଧୁର କର ମଧୁର କଥା କର କଥା, ଚଳନ ତୁମର ମଧୁର କରି ଘୁଞ୍ଚାଅ ସବୁରି ବ୍ୟଥା। ବାସ୍ତବରେ ଆଜି ମୋର ମନ ପବିତ୍ର ନାହିଁ, ଆଖି ବି ପବିତ୍ର ନାହିଁ, ଚଳନ ବି ପବିତ୍ର ନାହିଁ, ଚରିତ୍ର ବି ପବିତ୍ର ନାହିଁ। ଚିତ୍ର ମୋର ଗୋଟେ ପ୍ରକାର, ଚରିତ୍ର ମୋର ଆଉ ଗୋଟେ ପ୍ରକାର। ସେଥିପାଇଁ ଲୋକ ଭିତରେ ମୁଁ ସନ୍ଦେହ ଆଣେ। ତେଣୁ ଶ୍ରୀ ଶ୍ରୀ ଠାକୁରଙ୍କ ସୁନ୍ଦର ଏକ କଥା ମନେ ପଡେ। ପୁଣ୍ୟପୋଥିରେ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ସାରା ଜଗତକୁ ଅବିଶ୍ୱାସ କରି ବୋଲେ ଜଗତେ ଆମକେ ଅବିଶ୍ୱାସ କରି, ଏ ପୃଥିବୀର ପ୍ରତିଟି ମଣିଷକୁ ମୁଁ ଅବିଶ୍ୱାସ କରୁଛି। ମୁଁ କିନ୍ତୁ କହି ବୁଲୁଛି ମତେ ଲୋକ ସବୁ ଅବିଶ୍ୱାସ କରୁଛନ୍ତି। ତାହେଲେ ମୁଁ ପ୍ରଥମେ ବିଶ୍ୱାସୀ ମଣିଷକୁ ଅନୁସରଣ କରିବି, ବିଶ୍ୱାସକୁ ଦେଖିବି ଏବଂ ମଣିଷ ପାଖରେ ଅବିଶ୍ୱାସୀ ହେବି ନାହିଁ। କି ଅବିଶ୍ୱାସର କଥାକୁ ପ୍ରଥମେ ତର୍ଜମା କଲେ ମଧ୍ୟ ତାହାକୁ କିନ୍ତୁ ନିଜ ଭିତରେ କିନ୍ତୁ ପରିପ୍ରକାଶ କରିବି ନାହିଁ। ଏ କଥାଟାକୁ ରହିବା ଦରକାର। ତେବେ ମନଟା କେମିତି ମୋର ନିର୍ମଳ ହବ, ଆପଣ ମାନେ ସମସ୍ତେ ଜାଣିଛନ୍ତି। ସଦ୍ଗୁରୁ ଆଏ ଭେଦ ବତାଏ, ଜ୍ଞାନ କର ଉପଦେଶ, କୋଇଲା କା ମଇଲା ଛୁଟେ ଜହା, ଆଗ କର ପରବେଶ। ସେହି ଇଷ୍ଟାନୁଗ ଅନୁସରଣ, ଅନୁଚଳନ, ଅଭ୍ୟାସ
ଏବଂ ସାଧନା ଭିତର ଦେଇ ମନ ନିର୍ମଳ ହେଇ ଉଠେ ଏବଂ ଚକ୍ଷୁ ନିର୍ମଳ ହେଇ ଉଠେ, ଯାହା ଫଳରେ ଜଗତର ଭଲ କଥାକୁ ଦେଖି ହୁଏ। ଆମ ମାନେ ଯାହା ଭାବୁ କାକର ଏ ଯେ କାକ ପୋଡିଯିବା କାହାଣୀ ସମସ୍ତେ ଜାଣିଛନ୍ତି। ଆପଣ ମାନେ ସେ କଥାକୁ ଦୋହରେଇବାକୁ ଖାଲି ସଂକ୍ଷିପ୍ତରେ କହିଦେବାକୁ ଚାହେଁ। ଆପଣ ମାନେ ସମସ୍ତେ ଜାଣନ୍ତି ଯେ ସାଧନା କରିଥିବା, ସିଦ୍ଧି ଲାଭ କରିଥିବା ଜଣେ ସନ୍ନ୍ୟାସୀ ଗୋଟିଏ ଗଛ ମୂଳରେ ବିଶ୍ରାମ ନେଇଥିଲା ବେଳେ କାଉ ଯେତେବେଳେ ମର ତ୍ୟାଗ କଲା ଏବଂ ସେ ତାଙ୍କର ଅଭିଶାପ ଦେଲେ ତୁ ଭସ୍ମିତ ହେଇଯା, ସେ ଭାବିଲେ ମୋର କଥା ବର୍ତ୍ତମାନ କ୍ରିୟା କଲା, ମୁଁ ସାଧନାରେ ସିଦ୍ଧି ଲାଭ କଲି। ଆପଣ ଜାଣନ୍ତି ତାପରେ ସେଇ ଗୃହସ୍ଥର ଘରକୁ ଭିକ୍ଷାବୃତ୍ତି କଲା ବେଳେ ଯେତେବେଳେ ଭିକ୍ଷା ସଂଗ୍ରହ କରିବାକୁ ଯାଆନ୍ତି, ଡେରି ଭାରୁ ସେ କହିଲେ ତୁମେ ଶୀଘ୍ର ଆସି ଭିକ୍ଷା ଦେବ କି ନା। ତେଣୁ ପତ୍ନୀ ଯେତେବେଳେ ସେବା କରୁଥିଲେ ସ୍ୱାମୀଙ୍କୁ, ସେ ଆସି କହିଲେ ଅପେକ୍ଷା କରନ୍ତୁ, ମୁଁ ଟିକେ ସ୍ୱାମୀ ସେବା ଛାଡି ଯିବି। ସେ ସାଙ୍ଗେ ସାଙ୍ଗେ କହିଲେ ମୁଁ ଅଭିଶାପ ଦେଇ ତୁମ ସ୍ୱାମୀକୁ ଧ୍ୱଂସ କରିଦେବି। ମହିଳା ଜଣଙ୍କ କରହସ୍ତେ ଯୋଡି କହିଲେ ସନ୍ନ୍ୟାସୀ ମହୋଦୟ, ମୁଁ କିନ୍ତୁ ସେଇ କାକ ନୁହେଁ ଯେ ପୋଡିଯିବି। ଆଶ୍ଚର୍ଯ୍ୟର କଥା, ପତି ସେବା ଭିତର ଦେଇ, ସେଇ ପବିତ୍ର ଗୁରୁ ଗ୍ରହଣ ଭିତର ଦେଇ ସନ୍ନ୍ୟାସୀ ଠାରୁ ଆଉ ଅଧିକ ସାଧନା ଯୁକ୍ତ ହେଇପାରେ ଜଣେ ଗୃହସ୍ଥ, ଜଣେ ଗୃହିଣୀ। ପତି ସେବା ଭିତର ଦେଇ ଈଶ୍ୱର ପ୍ରାପ୍ତି, ସେଇଭଳି ନିଜର ଜୀବନ ଜୀବିକା ଭିତର ଦେଇ ଈଶ୍ୱରଙ୍କୁ ନେଇ ମଣିଷର ମନ ଦେହ ପବିତ୍ର ହେଇ ଉଠେ। ସୁତରାଂ ସେଇ କାକ ତତ୍ଵକୁ ଯଦି ଆମେ ଦେଖିନେବା, ଏଇ ପଦାଙ୍କକୁ ଅନୁସରଣ କରିବା, ତାହେଲେ ମନ ଆଉ ଶରୀର ଆଉ ଯେ ଚକ୍ଷୁ ଆମର ପବିତ୍ର ହେଇ ଉଠିବ। ତେଣୁ ସେଥିପାଇଁ ମୁଁ ଯେତେବେଳେ ଗୋଟିଏ ସ୍ୱଚ୍ଛ କାଚର ଚଷମା ମୁଁ ନିଜେ ପିନ୍ଧିଥାଏ, ଯାହାକୁ ଦେଖେ ତାର ତା ଭଳି ତାର ରଙ୍ଗ ତାର ରୂପ ମତେ ସେଇଭଳି ଦେଖାଯାଏ। କିନ୍ତୁ ମୁଁ ଯଦି ଗୋଟିଏ ନାଲିଆ ଚଷମା ମୋର ଆଖିର କାଚ ଭିତରେ ରଙ୍ଗ ରଖିଥାଏ, ତାହେଲେ ଦୁନିଆଟା ମତେ ସବୁ ନାଲି ନାଲି ଦେଖାଯାଏ। ଠିକ ସେଇଭଳି ମୋର ମନ ଯଦି ପବିତ୍ର ହୁଏ ଏବଂ ଚକ୍ଷୁ ଯଦି ନିର୍ମଳ ହୁଏ, ତାହେଲେ ମୁଁ ତାହାକୁ ଦୁନିଆକୁ ନିର୍ମଳ ଭାବରେ ଜଗତଟା ମୋ ନିକଟରେ ଉଦ୍ଭାସିତ ହବ। କାହା ନିକଟରେ ହଉ ବା ନ ହଉ, କିନ୍ତୁ ମୁଁ ତ ପ୍ରଥମେ ଯେହେତୁ ପବିତ୍ର ସତ୍ୟାନୁସରଣ ମୋ ପାଇଁ ଯିଏ ପାଠ କରୁଛି ତା ପାଇଁ ବୋଲି, ସେଇ ପବିତ୍ର ସତ୍ୟାନୁସରଣର ଯିଏ ମୂର୍ତ୍ତିମନ୍ତ ପ୍ରତୀକ ଯିଏ ଲେଖି ଦେଇଗଲେ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁରଙ୍କର ସେଇ ମାନସ ପୁତ୍ର ଯଦି କୁହନ୍ତି ପବିତ୍ର ସତ୍ୟାନୁସରଣ, ଜୀବନ୍ତ ସତ୍ୟାନୁସରଣ ଶ୍ରୀ ଶ୍ରୀ ବଡ଼ଦା ବ୍ୟାଖ୍ୟା କରି ଯାଇଛନ୍ତି। ଆପଣ ମାନେ ସମସ୍ତେ ଜାଣିଛନ୍ତି ସେଇ ପ୍ରସଙ୍ଗ ସତ୍ୟାନୁସରଣକୁ ଭିତ୍ତି କରି କେତେ କଥା ଶ୍ରୀ ଶ୍ରୀ ବଡ଼ଦା ଆମ ମାନଙ୍କୁ ସୂଚେଇ ଦେଇ ଯାଇଛନ୍ତି। ଜୀବନରେ ପରବର୍ତ୍ତୀ ଅବସ୍ଥାରେ ଶ୍ରୀ ଶ୍ରୀ ଠାକୁର ପୁଣି କହୁଛନ୍ତି, ତାର ଚତୁର୍ଥ ପଂକ୍ତିରେ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ତୁମେ ଯାହା ଦେଖ ନା କାହିଁକି ସର୍ବାଗ୍ରେ ଅନ୍ତରରେ ଭଲ ଟିକକ ଦେଖିବାକୁ ଚେଷ୍ଟା କର, ମନ୍ଦଟାକୁ ନ ଦେଖିବାକୁ କହିଛନ୍ତି। କିନ୍ତୁ ଆମ ମାନଙ୍କର ଆଖିଟା ଆଗ ମନ୍ଦ ନିକଟରେ ପହଞ୍ଚେ। ଓଡିଶା କାହିଁକି, ଭାରତ ବର୍ଷ କାହିଁକି, ପ୍ରତିଟି ମଣିଷ ଏଭଳି ଭାବରେ ପରିସ୍ଥିତିରେ ପଡି ଯାଇଛନ୍ତି, ପରସ୍ପରକୁ ଏତେ ସାଂଘାତିକ ଭାବରେ ଅବିଶ୍ୱାସ କରନ୍ତି। ସେଇଟାର କାରଣଟା କଣ ମୁଁ ଏପର୍ଯ୍ୟନ୍ତ ଖୋଜି ବୁଲୁ ନାହିଁ। କିନ୍ତୁ ଏ ଆଡଭର୍ଟାଇଜମେଣ୍ଟଟା ମଣିଷ କେତେଟା କରେ, ସେଟା ଯଦି ଦେଖିବେ ସେଠି ଲେଖା ଯାଇଛି ଭାରତ ବର୍ଷର ଲୋକ କାହିଁକି ଖରାପ ଦେଖନ୍ତି, ଲୋକ ସମାଜରେ ଖରାପଟାକୁ ଆଗ ଦେଖନ୍ତି। ଯେଭଳି ଭାବରେ ଗୋଟେ ଜାଗାରେ ଲେଖାଯାଏ ଏଇଠି ଛେପ ପକାନ୍ତୁ ନାହିଁ, ଆପଣ ଦେଖିବେ ଯୋଉମାନଙ୍କର ଛେପ ପକେଇବା ଅଭ୍ୟାସ ଅଛି ସେ ନାହିଁ ଉପରେ ଗୋବର ମୁଠାଏ ମାରି ଦେଇଥିବେ, ଲିଭି ଯାଇଥିବ, ପରିସ୍ରା କର ସେଇଠି, କରନ୍ତୁ ନାହିଁ, କରନ୍ତୁ ସେଇଠି ଥିବ। ଓଲଟା ଭାରତ ବର୍ଷରେ ଏଇ ଯେ ଗାଈ ଗୋରୁ ମଧ୍ୟ ସେଇଭଳି ହେଇ ସାରିଲେଣି ଆଡେପ୍ଟ କରିକିରି। ସେଇ ଆତ୍ମା ଗୁଡିକ, ମଣିଷର ଆତ୍ମା ଗୁଡିକ ତ ପଶୁ ଶରୀର ନେଇ ଜନ୍ମ ହେଲେଣି, ତେଣୁ ତାଙ୍କର ଆଟିଚ୍ୟୁଡ ମଧ୍ୟ ସେୟା ହେଲାଣି। ଚାରିପଟେ ଯଦି ବାଡ ଘେରେଇ ଦେଇଥିବ, ମଝିରେ କିଛି ଫସଲ ନଥାଉ, ସେ ବାଡଟାକୁ ସବୁବେଳେ ଭାଙ୍ଗିବାକୁ ଚେଷ୍ଟା କରିବେ। କହିବା ବାହୁଲ୍ୟ ଯେ ମଣିଷର ଏଇ ଆଡେପ୍ଟ କରୁଥିବା, ତାର ଯୋଉ ଆହରଣ, ପରିବେଶରୁ ଆହରଣ କରୁଥିବା ଜିନିଷଟା ତା ପାଖରେ କେତେ ବଳବତ୍ତର ହେଇଯାଇଛି, ପଶୁ ମଧ୍ୟ ଭୁଲି ଯାଇଛି ତାର ଖାଦ୍ୟ ପ୍ରଭୃତି, ତାର ଚଳନୀ ସବୁ ବି ଭୁଲିଗଲାଣି। ଆପଣ ଦେଖିବେ ଏଇଠି ଗୋଟେ ଛୋଟ ଉଦାହରଣ ଦଉଛି, ଗୋଟିଏ ପଶୁ ପାଖରେ କାହିଁକି ତାଙ୍କର ସେଇ ପାଖରେ ଥିବା ସେଇ ଜାଗାର ପଶୁ ଗୁଡିକ ସେମିତି ହେଇଛନ୍ତି। ଆମର ଏଇଠି ଗୋଟେ ରାଜହଂସ ଅଛି, ସେଇଠି ଗୋଟେ ମାନେ ଟୁରିଷ୍ଟ ପ୍ଲେସ, ଯୋଉମାନେ ସେଇଠି ଯାଆନ୍ତି ମାଛ ଚିଙ୍ଗୁଡି କଙ୍କଡା ଏସବୁ ଗୁଡିକ ଖାଆନ୍ତି, ତାରି ଝୋଳ ପକାନ୍ତି, ଆଉ ତା ଭାତରେ ଗୋଳେଇ ଗୋଳେଇ ସେଇଠି ପାଖରେ ରହୁଥିବା ଜଙ୍ଗଲୀ ଗାଈ ଗୁଡାକ, ଷଣ୍ଢ ଗୁଡାକ ସେଇଠି ରୁହନ୍ତି। ସେମାନେ ସେଗୁଡାକ ଖାଇ ଖାଇ ଏଭଳି ଅଭ୍ୟାସ ହେଲାଣି, ଡାଲି ଭାତ ଦେଲେ ସିଏ ଆଉ ଖାଉନାହାନ୍ତି, କିନ୍ତୁ ଚିକେନ ଝୋଳ ପକେଇଲେ ତାହା ଖାଉଛନ୍ତି। ମୋର କହିବାର ଉଦ୍ଦେଶ୍ୟ ହଉଛି ମନ୍ଦ ପ୍ରବୃତ୍ତିଟା କିଭଳି ଭାବରେ ସଞ୍ଚରି ଯାଏ, ସେଠାରୁ ଯଦି ଭଲଟାକୁ ନ ଦେଖେ, ଜୀବନରେ ମଣିଷ ସବୁ ଏମିତି ଖରାପ ହେଇ ଉଠିବେ। ପରମ ଦୟାଲ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଜୀବନ ବିଜ୍ଞାନୀ ମଣିଷର ଏଇ ଆଡେପ୍ଟଟା ପାଇଁ
परम दयाल श्री श्री ठाकुर केते भयभीत थिले। श्री श्री ठाकुर कहउचंदी ए उदाहरण देबा पई एथि पई मु चेष्टा करूछि, उचित मने करूछि। परम दयाल श्री श्री ठाकुर केते आशावादी, केते दूरदृष्टि संपन्न एवं भविष्यत मनुष्य पई से केते सजाग एवं केते भयभीत मध्य। श्री श्री ठाकुर कहितिबा कथा गुड़िक जेतेबेले पानीर गार मनीष पाखे हो जाए, मनीषटा केतेबेले जे नष्ट हो कि भयावहताटा भीतर दे श्री श्री ठाकुर थरी उठंती। श्री श्री ठाकुर कहउचंदी समाज रे चलीथिबा एई सफोगेटिक मदर रो जो सिस्टम, जे मनीष आउ मा जणे चाहू नाही, से नारी जणे मा हेबाकू चाहू नाही। सी हुएत निजर स्वामी को रेत को अन्य द्वारा धारण करी गर्भ कष्ट ठारू मुक्ति लाभ करी गोटे भड़ाटिया माँ को द्वारा पिलाटे जन्म दे तार पुओ बा झीर मान्यता को ग्रहण करी से सार्थक हब। ताले एई प्रकार टेंडेंसी जदि मनीष भितर रहे, परम दयाल श्री श्री ठाकुर कहउचंती एई प्रकार मनोवृत्तिटा परवर्ती पीढ़ी की ट्रांसफर करी करी मातृ जगत रे एभली एक मनोवृत्ति तैयारी हब जे नारी माने शेष रे बंध्या ही उठिबे। मनीष जाति पृथ्वीर अन्यान्य प्रजातिर पशु भली सीए मध्य पक्षी भली सीए मध्य पृथ्वी पृष्ठर स्मास हेजिबो, विध्वस्त हेजिबो, विलीन हेजिबो। पृथ्वीर ए सर्वश्रेष्ठ प्राणी को पृथ्वी रे ईश्वर जे सृष्टि करिछन्ति मनीष, मनीष आ मनीष भली रही परिबो नाही। प्रिय परम परम दयाल श्री श्री ठाकुर सुंदर भावरे आम मानक पाखरे बहु कथा उपस्थापित करिछन्ति। तेणु मु प्रथमे सर्वागे समस्त ठारू भलटा को देखिबाकू चेष्टा करिबी। तेणु मु खराब को देखिले प्रथमे मोर नजरटा सेठी खराब रे पड़े। तेणु सेठी पई मु सदा सर्वदा जहदी परम दयाल श्री श्री ठाकुर मंगलमय, तेणु तांकर कथारे, तांकर जीवन यज्ञ रे, तांकर साधन भजन रे तांको प्रतिष्ठा करिबारे मोर जदि व्रत रहे, मोर समय काहे आसंता काली कार खराब कथा को चिंता करिबा पो। से खराब मनुष्यटा को देखले मध्य ता भितरे भलटा को देखिबार अभ्यास करू करू देश दुनियाटा मो पाखरे भल हेई उठिबो। परम दयाल श्री श्री ठाकुर परवर्ती अवस्था रे कहउचंती मन जेतेबेले क्रियाशील हुए चक्षु तार दोष गुड़ी को देखे एवं परिशेष रे तार तुंड सेई कथाटा कहे। तेणु सेति पई श्री श्री ठाकुर से संयम दे कहले, तुमर भाषा जदि कुश्चा कलंक जड़ित होई थाए एवं अपरर सुख्याति न करि पारे, तेबे कहा प्रति कौनसी मतामत प्रकाश न करे। आउ मने मने तुमर ए स्वभाव को, निजर स्वभाव को घृणा करने चेष्टा कर एवं भविष्यत रे कुश्चा नरक त्याग करने को दृढ़ प्रतिज्ञ हुओ। केते बोल्ड हेकरी निजे प्रतिज्ञा करने को पड़िबो, भीष्म प्रतिज्ञा जे मो पाखरे खराब कामटा अछि मु केवल त्याग करिवि। तेणु सेतिपई आमे साधारण भाव शिक्षक भाव पिला जिते पाटी खोली हो हल्ला करती इशारा दे दऊ, जदि किए पाखरे थाए हाथ पाटीटा को बंद करी तार गोटे आंगुठी ता पाटी ऊपर रखी दऊ, सील करदे, आउ तू कथा कहि परिबुनी। आमे एई सूचना ताकू देई थाउ, किंतु सतरे परम दयाल श्री श्री ठाकुर आमको जे सेई कथा कहिसंती, किंतु उपदेश आमे ताकू देई दऊ, किंतु मो जीवन रे मु जदि पालन न करे ताले मते कोन हबो। एई जेमिति बंधु मते भूल बुझिला, मु ताकू खोजिबाकू जाऊ, से मते एतिकी साहाଯ୍य कला भूल बुझिबारु मु 23 खंड आलोचना प्रसंग खोजिकरी समाधान पाइबाकू चेष्टा कली। आ वक्तृता भितर श्री श्री ठाकुर केते टेक्निक कहिसंती सेटा मध्य नोट करि नेली। तेणु एई भली समाधानी सूत्र परम दयाल देइछंती। खोजु खोजु जीवन मध्य सेई समाधानर सूत्र पाई पाई गोटे समाधानी मनीष हेई पारिबो, जहा प्रिय परम परम दयाल चाहिचंती। सेहिथि पई आमे पाटी खोली एकदम न कही ताकू कार्य रे भल आड़क गति करी नबा। मनीषर से अहंकार को न छुई ताकू जो जगार मनीष को आपणार करने को चाहूचे सेई जगार क्षत सृष्टि करदेले मनीष कष्ट पाए। चिंता करंतु अस्त्र रे ऑपरेशन करदेले किंबा किए काकू छुरिकाघात करदेले कष्ट हेले सी हुए तो मासे 2 मास 3 मास पर पुणी फिट हो जाए, पुणी तार शरीर ठीक पड़े जाए। किंतु कथा एक शाणित तरबारी एभली भावरे ता जीवन रे क्रिया करे, हुए तो जन्म जन्म पाई गोटे मनीष मो ठार दूरे जाए एवं से सदा सर्वदा मते देखिला माने ता भितरे से क्षतटा पुणी रक्ताक्त ही उठे, पुणी आउ थरे सेटा नुआ घा हे जाए जेतेबेले मते देखे। ताले सुतरां आत्म संयम, एक कथा संयमटा केते प्रयोजन प्रिय परम परम दयाल श्री श्री ठाकुर आम मान कहिसंती। प्रकारांतरे 6 नंबर रे श्री श्री ठाकुर कले पर निंदा करिबा माने पर दोष कुढ़ाई नहीं निजे कलंकित हवा। तेबे परर सुख्याति करिबार अभ्यास द्वारा निजर स्वभाव अज्ञानतारे भल ही पड़े। अति सहज कथा श्री ठाकुर आम मान पाखरे देइछंती जे गोटिए पर निंदा करिया माने निजे सेई
ଦୋଷ କୋଡାଏ ନେଇ ଯେ ନିଜେ କଳଙ୍କିତ ହବା। ସେ ଠାକୁର ସୁନ୍ଦର ଭାବରେ ବାଣୀରେ କହିଛନ୍ତି, ପର ନିନ୍ଦୁକ ହବା, ପରକୁ ନିନ୍ଦା କରିବା ମାନେ ବଡ ନିନ୍ଦୁକ ହବା ସବୁଠାରୁ ବଡ କଥା। ନିଜେ ମଣିଷ, ମଣିଷ ଦ୍ଵାରା ନିନ୍ଦିତ ହୁଏ। କାରଣ ଆପଣ ଚିନ୍ତା କରନ୍ତୁ, ସହଜ ଉଦାହରଣ ଦେଲେ ବୁଝି ହବ। କାଦୁଅକୁ ନିଜ ହାତରେ ଧରି ଅନ୍ୟକୁ ଫିଙ୍ଗିବାକୁ ଚେଷ୍ଟା କଲେ ସିଏ ତ ଫିଙ୍ଗା ତ କା ଦେହରେ ପଡିବ କି ନ ପଡିବ, ପ୍ରଥମ କଥା ମୁଁ ଚିନ୍ତା କରେ ମୋ ହାତଟା ତ ମଇଳା ହବ। ତା ମଇଳା ହେଲେ ମତେ ପୁଣି ତାକୁ ସଫା କରିବାକୁ ପାଣି ଖୋଜିବାକୁ ପଡିବ। ପାଣି ଖୋଜିଲେ ଦିଟା ହାତ ଧରିଥିଲେ ଆଉ ତୃତୀୟ ଲୋକକୁ ଦରକାର ପଡିବ ପାଣି ଢାଳିବା ପାଇଁ। ନଚେତ ମୁଁ ସେ ହାତଟା ଯାହା ଦେହରେ ଲଗେଇବି ସିଏ ବି କଳଙ୍କିତ, କଳା ହେଇଯିବ। ତେଣୁ କଳା ଲଗେଇବା ଲୋକଟାକୁ ପାଖକୁ ଡାକିଲେ ସିଏ କଣ ରହିବ? ସେ ଦୂରେଇ ମୋଠୁ ଯିବ। ଏବଂ ମତେ ପୁଣି ଆଉଥରେ ସଫା କଲେ ପୁଣି ଗାମୁଛାଟା ଦ୍ଵାରା ପୋଛିବାକୁ ପଡିବ, ସମୟ ପୁଣି ଲାଗିବ। ତାହେଲେ ମୁଁ ଏତେ କଥା କରିବାକୁ ଯିବି କାହିଁକି? ତାହେଲେ ଅନ୍ୟର ଭଲ ଅଭ୍ୟାସ ଟା ମୁଁ କେମିତି କରେଇ ନେବି ସେଇଟା ତ ମତେ ଦେଖିବା ଦରକାର। ସହଜ ଭାବରେ ନ କହି ମଧ୍ୟ ନୀରବ ଭାବରେ ଆପଣଙ୍କର ଚଳଣି ଦ୍ଵାରା ମଧ୍ୟ ଲୋକର ପରିବର୍ତ୍ତନ ସମ୍ଭବ ହେଇପାରିବ। କିନ୍ତୁ ଆମେମାନେ ସମସ୍ତେ ଚାହୁଁ ମାଇକ ସାମ୍ନାରେ ବଡ ପାଟିରେ ରଙ୍ଗଭଙ୍ଗୀ ଦେଖି କହିଦେଲେ ମୋ କଥାର ଗୁରୁତ୍ୱ ରହିଯିବ, କିନ୍ତୁ ତାହା ଭୁଲ। ଯଦି ସବୁଠାରୁ ବଡ ମାଇକ ଲଗେଇ ଡିଜି ଲଗେଇ ଲୋକ ଯଦି ଗହଳି ମହଳି କରିଦେଇକି ଲୋକଙ୍କୁ ସୂଚେଇ ଦିଅନ୍ତା, ତାହେଲେ ଆମେ ବଡ ପାଟିରେ କହିଦେଲେ ଲୋକ ଶୁଣିଯାଆନ୍ତେ। ଆପଣ ସମସ୍ତେ ଜାଣନ୍ତି ଆଚାର୍ଯ୍ୟ ଦେବ ସୁନ୍ଦର ଭାବରେ ସହଜ କଥା କହୁଛନ୍ତି, ମଣିଷ ସାଇଲେନ୍ସରେ ନିଜର ଅଭ୍ୟାସ ଟା ହଉଛି ସବୁଠାରୁ ବଡ ଯାଜନ। ତେଣୁ ଗୋଟିଏ ସହଜ ଉଦାହରଣ ଦେବାକୁ ଚାହେଁ, ଗୋଟେ ଛୋଟ ପିଲା ଯେ ସିଏ ତାର କିଣ୍ଡର ଗାର୍ଡେନ କୁ ଯାଇଛି, ତା ମଦର ଟିଫିନ ଦେଇଛି। ସେ ପିଲାଟି ପ୍ରଥମେ ନୂଆ ନୂଆ କରି ଯାଇଛି, ତାକୁ ଯେତେବେଳେ ଭୋକ ହୁଏ ତାର ସେ ଖାଇଦିଏ, ଯୋଉଠି ପାଇଲେ ସେଇଠି ବସିକି ସେଇଠି ଖାଇଦିଏ। କିନ୍ତୁ ତାଙ୍କର ଦିଦି ମାନେ, ତାଙ୍କର ଅନୁଷ୍ଠାନର ଯୋଉମାନେ ଥାନ୍ତି ତାକୁ କିଛି କୁହନ୍ତି ନାହିଁ। କିଛି ଦିନ ଗଲା ପରେ ପିଲାଟି ଦେଖିଲା ଯେ ତାର ସବୁ ବଡ କ୍ଲାସ ର ପିଲାମାନେ ଆଉ ଅନ୍ୟମାନେ ସେମାନେ ସବୁ ନିର୍ଦ୍ଦିଷ୍ଟ ସମୟରେ ଟିଫିନ ଖାଉଛନ୍ତି, ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଜାଗାରେ ବସୁଛନ୍ତି, ନିର୍ଦ୍ଦିଷ୍ଟ ସ୍ଥାନରେ ହାତ ଧଉଛନ୍ତି, ଏସବୁ କରୁଛନ୍ତି। ପିଲାଟି କିଛି ଦିନ ଗଲା ପରେ ତାକୁ କେହି କିଛି ନ କହିଲେ ମଧ୍ୟ ସେ ପିଲାଟି ଦେଖିଲା ଯେ ବଡ କ୍ଲାସ ର ପିଲାମାନେ ଏହା କରୁଛନ୍ତି। ତେଣୁ ସେ ସ୍ୱତଃ ଭାବରେ ନିଜେ ସେ ନିଜକୁ ସଜାଡି ନେଲା ଏବଂ ନିଜେ ସେଇମାନଙ୍କ ସାଙ୍ଗରେ ଟିଫିନ ଖାଇଲା, ଏକ ନିର୍ଦ୍ଦିଷ୍ଟ ସମୟରେ ଖାଇଲା, ନିର୍ଦ୍ଦିଷ୍ଟ ସ୍ଥାନରେ ଖାଇଲା, ସମସ୍ତଙ୍କ ସାଙ୍ଗରେ ମେଳାମେଶା କଲା। ଯେଭଳି ଭାବରେ ଗୋଟେ ସୁନ୍ଦର ଅଭ୍ୟାସ ସୁନିୟମ କାହାକୁ, ସେମିତି କାହାକୁ ବାଧ୍ୟ କରେ ନା, ସେଇଭଳି ଏକ୍ସାମ୍ପଲ ଇଜ ଗ୍ରେଟର ଦାନ ପ୍ରିସେପ୍ଟ। ମୁଁ ଉଦାହରଣ ଦେବା ଅପେକ୍ଷା, ଉପଦେଶ ଦେବା ଅପେକ୍ଷା ପ୍ରଥମେ ଉଦାହରଣ ହେବାଟା ହିଁ ଦରକାର। ସେଥିପାଇଁ ମଣିଷକୁ ଅପେକ୍ଷା କରିବାକୁ ହବ। ଆମକୁ ଅପେକ୍ଷା ଦରକାର ନାହିଁ, ସିଧାସଳଖ ଆମେ ଚାହୁଁ କିଭଳି ଭାବରେ ରାତାରାତି ବଡ ମଣିଷ ହେଇଯିବ, କାଲି ସକାଳୁ ଏସବୁ ପରିବର୍ତ୍ତନ ହେଇଯିବ। ଗୋଟିଏ ଲୋକ ମୋ କଥା ଶୁଣୁ ଶୁଣୁ ସେ ରେସ୍ପଣ୍ଡ କରିବ, କାଲି ସକାଳୁ ସିଏ ଭଲ ହେଇଯିବ, ପ୍ରଶ୍ନ ବି ଉଠୁନାହିଁ। ଏଇ ପ୍ରକାର ଆଶା କରିବା ସବୁଠାରୁ ବଡ ବିଡମ୍ବନା ଆମ ମାନଙ୍କ ପାଖରେ। ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ହବ। 7 ବର୍ଷରୁ 70 ବର୍ଷ ବୟସ ପର୍ଯ୍ୟନ୍ତ ସେଇ ଶବରୀ ଅପେକ୍ଷା କରିଥିଲା। ଯୁଗ ଯୁଗ ପାଇଁ ଭକ୍ତ ମାନେ ଭଗବାନଙ୍କୁ ଅପେକ୍ଷା କରିଥାନ୍ତି ତାଙ୍କର ଆଗମନକୁ। ଆଉ ଭଗବାନଙ୍କର ବାଣୀଟା ଯେ କାଲି ସକାଳୁ ମୋ ଦ୍ଵାରା ତ ଚରିତ୍ରାର୍ଥ ହେଉନାହିଁ, ମୋ କଥା ଶୁଣି କାଲି ସକାଳୁ ଆଉ ଗୋଟେ ଲୋକ କାହିଁକି ହେଇଯିବ ଏ ଆଶା ମୁଁ କରିବି। ସେଇଥିପାଇଁ ସମସ୍ତଙ୍କୁ ନିବେଦନ, ଧୈର୍ଯ୍ୟର ସହିତ ପରମ ଦୟାଲ ଯାହା କହିଛନ୍ତି ଆମେ ସେଇ କଥାକୁ ନେଇ ନେଇ ଚାଲୁ ଚାଲୁ ଜୀବନରେ ଭଲ ହେଇ ଉଠିବା। ସେଇଥିପାଇଁ ଠାକୁର କହିଲେ ଯଥା ନିନ୍ଦା ଅପେକ୍ଷା ଅଯଥା ପ୍ରଶଂସା ହିଁ ଭଲ। କାରଣ ଏଥିରେ ଗୋଟେ ପଜିଟିଭ ଟେଣ୍ଡେନ୍ସି ମଣିଷ ଭିତରେ ଗ୍ରୋ କରେ, ଇମ୍ପଲ୍ସ ପାଏ, ପ୍ରେରଣା ପାଏ। ଯେଭଳି ଭାବରେ ଆପଣ ମାନେ ଜାଣନ୍ତି ଶ୍ରୀ ଶ୍ରୀ ଠାକୁର କହି ସୁନ୍ଦର ଭାବରେ ତାଙ୍କର ଜୀବନ ଭିତରେ ଉଦାହରଣ ଦେଇଛନ୍ତି। ବିଶ୍ୱମ୍ବର ବାରିକ ଜଣେ ଲୋକ ଥିଲା ଯିଏ ଦାଢି କାଟୁଥିଲା, ନିଜର ପତ୍ନୀ ସହିତ ସେ ନିଜେ ସଦାସଳତା ଝାମଲା କରୁଥିଲା, ଦୋଷ ଦେଖୁଥିଲା। ଆପଣ ଜାଣିଛନ୍ତି ସେ କଥାଟା, କେବଳ ସୂଚନା ଦେବାକୁ ଚାହେଁ। ଅନେକ ଗୁରୁ ଭାଇ ଶ୍ରୀ ଠାକୁରଙ୍କ ପାଖରେ ଆସିକି ଆ କହିଛନ୍ତି ଯେ ଠାକୁର ସେଭଳି ଭାବରେ ବିଶ୍ୱମ୍ବର ଭାଇ ତାର ଏଭଳି ତାର ପତ୍ନୀ ସହିତ ଝାମଲା କରୁଛି, ଆମେ ସେଠି ରହିବା ପାଇଁ ଖରାପ ଲାଗୁଛି, ସତ୍ସଙ୍ଗ ବୋଲି ପରିଚୟ ଆପଣଙ୍କ ପାଖରେ ରହୁଛି, ଲୋକଟାକୁ କିଛି ବଦଳାନ୍ତୁ। ଠାକୁର ଶୁଣିଲେ ଶୁଣିଲେ କିଛି ବି କହିଲେ ନାହିଁ। ଦିନେ ଆପଣ ମାନେ ଦେଖିଛନ୍ତି ଆକାଶର ମେଘକୁ ଦେଖି ସେ ଠାକୁର ଆକାଶକୁ ଦେଖି ବର୍ଷା ହବାର କଥା ପଚାରିଲା ପରେ ସେ ଦାଢି କାଟିବା ଛାଡି ଦେଇ ବାହାରକୁ ଦେଖିଲା, କହିଲା ଠାକୁର ଆଜି ଖୁବ ଜୋରେ ବର୍ଷା ହବ। ପରମ ଦୟାଲ ଜାଣିଥାନ୍ତି ସେଇ ପଜିଟିଭ ଇମ୍ପଲ୍ସ ଭିତରେ ଲୋକ କେତେ ବଦଳିଯାଏ। ନର୍ମାଲ ତାର ଲଭ ଭିତରେ କେତେବେଳେ ଫୋର୍ସଫୁଲି ନୁହେଁ, ପରମ ଦୟାଲ ଦେଖେଇଛନ୍ତି। ଏବଂ ପ୍ରଚୁର ପରିମାଣରେ ଉପରଭଳି ବର୍ଷା ହେଲା। ଠାକୁର କହିଲେ ଏଇ ଦେଖ, ବୈଜ୍ଞାନିକ ମାନେ ଯାହାକୁ ଗବେଷଣା କରି କହିଦେଇ ପାରନ୍ତି ନାହିଁ, ଏଇ ଯେ ବିଶ୍ୱମ୍ବରଟା ଆମର କେତେ ବଡ ବୈଜ୍ଞାନିକ, ଦେଖ ତା କଥାଟା କେମିତି ସତ ହେଲା, ପ୍ରବଳ ଭାବରେ ବର୍ଷା ହେଇଗଲା। ସେ ତାର କହିଲା ଶଳା ମୁଁ ଏତେ ବଡ ମହାନ ଲୋକ, ଠାକୁର ପ୍ରଶଂସା କଲେ, ମୋ ସ୍ତ୍ରୀ ଟାକୁ ତ ସମ୍ଭାଳି ପାରୁନି, ମୁଁ କି ବଡ ଲୋକ, ମୁଁ ଏଡ ବଡ ଲୋକ ବୋଲି ଠାକୁର ମତେ ପ୍ରଶଂସା କରିଛି, ଛି ଆଉ ମୋ ସ୍ତ୍ରୀଟା ସାଙ୍ଗରେ ମୁଁ ଆଉ ଝାମଲା କରିବି ନାହିଁ। 2-4 ଦିନ ପରେ ଦେଖିଲେ ତାଙ୍କର ସାଇଲେନ୍ସ ଅବସ୍ଥା। ସମସ୍ତେ ପଚାରିଲେ, କୁହ ଭାଇ ଆପଣ କଣ
ମା ନାହାନ୍ତି କି ତାଙ୍କ ବାପ ଘରକୁ ପଳେଇଛନ୍ତି ବୋଲେ ୟାକୁ ବାଡା ବାଡି କରିଛି ଯାହା ଫଳରେ ତା ସ୍ତ୍ରୀ ପଳେଇ ଯାଇଛି ଇଏ ଏକା ଅଛି। କହିଲେ ନାଇଁ ଅଛି, ମୋ ସ୍ତ୍ରୀ ଘରେ ଅଛି। ନା ଆଉ ତ ସେଇ ପୂର୍ବ ଅବସ୍ଥା ନାହିଁ। ନା କେମିତି ପୂର୍ବ ଅବସ୍ଥା ରହିବ? ଠାକୁର କହିଲେ ପୁରା ମୁଁ ଏଡ ବଡ ବୈଜ୍ଞାନିକ, ଏଡ ବଡ ମହାନ ଲୋକ, ହେଲା ମୋ ସ୍ତ୍ରୀ ଟାକୁ ମୁଁ ସମ୍ଭାଳି ପାରୁନି, ତେଣୁ ମୋ ସ୍ତ୍ରୀ ଯାହା କହୁଛି ମୁଁ ଆଉ କିଛି କହୁନି। ନର୍ମାଲି ମଣିଷ ଏଇ ଇମ୍ପଲ୍ସ ଭିତରେ ତାର ବଦଳିଯାଏ। ତେଣୁ ପଜିଟିଭ ଟେଣ୍ଡେନ୍ସି ଟା ଗୋଟେ ମଣିଷ ଭିତରେ ଗ୍ରୋ କରେ। ପରମ ଦୟାଲ ସେଇ କଥା ହିଁ କହିଛନ୍ତି। ଆଉ ସୁନ୍ଦର ଭାବରେ ଶ୍ରୀ ଠାକୁର କହିଲେ ଅନ୍ୟର ସୁଖ୍ୟାତି କରିବା ଦରକାର। ଯିଏ ମାନେ ଯୋଗ୍ୟ ଖ୍ୟାତି ସମ୍ପନ୍ନ ଲୋକ ତାର ଭଲ କଥା କହିବା, ସେଇଟା ତ ସୁଖ୍ୟାତି କରିବା ଠିକ, କିନ୍ତୁ ନିଜର ସ୍ୱାର୍ଥ ରଖି କରିବାକୁ ଶ୍ରୀ ଠାକୁର ମନା କରିଛନ୍ତି। ଯେହେତୁ ଏଥିରେ ମଣିଷ ଖୋସାମତି ୟାକୁ କୁହାଯାଏ ବୋଲି ଠାକୁର ତାଙ୍କର ଶ୍ରୀହସ୍ତରେ ଏଥିରେ ଲେଖିଛନ୍ତି। ତେଣୁ ସ୍ୱାର୍ଥ ନ ରଖି ଖୋସାମତିଆ ହେଲେ କଣ ହୁଏ ନା ତାର ସ୍ଥାନ କାଳ ପାତ୍ର ଭେଦରେ ବିଭିନ୍ନ ସ୍ଥାନରେ ସ୍ୱାର୍ଥ ହାସଲ କରିବା ପାଇଁ କଥାକୁ ମଡିଫିକେସନ କରି ବୁଲେଇ ବଙ୍କେଇ ଭିନ୍ନ ଭିନ୍ନ ଭଙ୍ଗୀରେ କଥାକୁ ସେ ଦୋହରେଇ ଥାଏ ନିଜର ସ୍ୱାର୍ଥ ପାଇଁ। ସେ ମତାମତ ଦିଏ, ଏହା ଦ୍ଵାରା ନିଜର ସ୍ୱାଧୀନ ମତ ପ୍ରକାଶ କରିବାର କ୍ଷମତା ତାର ହଜିଯାଏ, ବ୍ୟକ୍ତିତ୍ୱଟା ତାର ନଷ୍ଟ ହେଇଯାଏ। ସେଇଥିପାଇଁ ଶ୍ରୀ ଠାକୁର କହିଲେ ଇଷ୍ଟ ଚେତନ ବ୍ୟକ୍ତିତ୍ୱଟା ମନ୍ତ୍ରେ ଚେତନ ମନ, ଇଷ୍ଟ ଭୃତି ଦୀକ୍ଷା ଚେତନ ସେବାୟ ଚେତନ ଧନ। ମୋର ସେଇ ବ୍ୟକ୍ତିତ୍ୱଟା ସାର୍ଥକ ରହିବ ଯେତେବେଳେ ମୁଁ ଇଷ୍ଟଙ୍କ ସହିତ ସଙ୍ଗତି ରକ୍ଷା କରିପାରିବି। ପ୍ରିୟ ପରମ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ସୁନ୍ଦର ଭାବରେ ଆମମାନଙ୍କ ପାଖରେ ବହୁ କଥା କହିଛନ୍ତି। ସ୍ଥାନ କାଳ ପତ୍ରକୁ ଲକ୍ଷ୍ୟ ରଖି, ପରିବେଶକୁ ଲକ୍ଷ୍ୟ ରଖି ସଦାସର୍ବଦା ସ୍ୱାର୍ଥ, ନିଜର ସ୍ୱାର୍ଥ ଛାଡି ଦେଇ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାରେ ମତେ ଯାହା କରଣୀୟ ତାହା ମତେ ସେଇଭଳି ଭାବରେ ନମନୀୟ ହେଇ କରିବାକୁ ହବ। ସେଥିପାଇଁ ଉଚ୍ଚାରଣରେ ନ କହି ଆମେ ଆଚରଣରେ ଯଦି ଫୁଟେଇ ତୋଳି ପାରିବା, ଜୀବନ ସାର୍ଥକ ହେଇପାରିବ, ଧନ୍ୟ ହେଇପାରିବ। ପ୍ରିୟ ପରମ ପରମ ଦୟାଲଙ୍କର ଏଇ ଲୋକ ପାବନୀ ବିପ୍ଳବରେ ନିଜକୁ ସାମିଲ କରି ସମସ୍ତଙ୍କ ଜୀବନରେ ମଧୁମୟ ଅମୃତମୟ ବାରି ବର୍ଷଣ କରି ଜୀବନକୁ ସାର୍ଥକ କରିବା, ଗାଇ ଉଠିବା ବନ୍ଦେ ପୁରୁଷୋତ୍ତମଂ, ବନ୍ଦେ ପୁରୁଷୋତ୍ତମଂ, ବନ୍ଦେ ପୁରୁଷୋତ୍ତମଂ। ଜୟ ଗୁରୁ ଦାଦା। ସମସ୍ତ